ବର୍ଷା ଏତେ ଜୋରେ ହେଇଥିଲା କି ଦୋକାନରେ ପାଣି ପଶିଗଲା। ତ ଆଜି ହଉଛି ବ୍ଲଗର ଡେ 5। ମୁଁ ଏବେ ଦୋକାନ ଯାଉଛି। ଟାଇମ୍ 6ଟା ହବ। ଆଉ ମେଘ ହେଲା ପରେ ଦେଖ ଭିଉ କିଛି ଏମିତି। ଦେଖ ରାସ୍ତାରେ କେମିତି ପାଣି ହେଇଛି। ଦୋକାନରେ ପହଞ୍ଚିଗଲି ଆଉ ତାପରେ ପୋଛାପୋଛି କରିଦେଲି। ଡାଲମା ସିଝାଇବା ପାଇଁ ବସିଛି। ସୁଜି ଆସିଥିଲା ଆଉ ସୁଜିକୁ ଟିଣାରେ ରଖିଦେଲି। ବର୍ଷା ଏତେ ଜୋରେ ହେଇଥିଲା କି ଆମ ଦୋକାନ ଛାତରୁ ପାଣି କେତେ ପଡ଼ିଛି। ଦୋକାନରେ ଆସିଥିଲେ ଅଂଶୁ ଆଉ ଗୁନୁ। ବାପା ଡାଲମା ବନେଇ ଦେଇକି ଡାଲମାରେ ଲଙ୍କା ଛୁକ ଦେଇଦେଲେ। ଭେଣ୍ଡି କଟା ହେଇଥିଲା ଭଜା ହେବା ପାଇଁ। ଆମ ଦୋକାନ ସାମ୍ନାରେ ଜଣେ ପରିବା ବେପାରୀ ଆଉ ଜଣେ ନନୋଡ଼ିଆ ଝଗଡ଼ା ଲାଗୁଥିଲେ। ବାପା ଏପଟେ ଭେଣ୍ଡି ଭଜା ବନେଇ ସାରିଲେଣି। ଏପଟେ କିଛି କଷ୍ଟମର ବି ରୁଟି ପାଇଁ ଅପେକ୍ଷା କରିଛନ୍ତି। ଭେଣ୍ଡି ଭଜା ଆଉ ଡାଲମା ସବୁ ରେଡି। ବାପା ଏପଟେ ରୁଟି ବି ପକେଇ ସାରିଲେଣି। ବରା ଆଉ ଡାଲମା ରସଗୋଲା ଖାଇଦେଲି। ଏବେ ଦୋକାନ ବନ୍ଦ କରିବା ଟାଇମ୍ ଆସିଗଲା ଆଉ ମୁଁ ଏବେ ଝାଡ଼ୁ ମାରିଦେଲି। ବାପାଙ୍କର ମୋର ଏବେ ଦୋକାନ ବନ୍ଦ କରିକି ଘରକୁ ଚାଲିଲୁ। ଅଧା ବାଟରେ ଗୋଟେ ଦୋକାନରୁ ଘର ପାଇଁ ଅଣ୍ଡା ଆଉ ମଶା ଧୂପ ନେଇ ଆସିଲି। ଘରେ ପହଞ୍ଚିକି ଭାତ ଚିକେନ ଖାଇଲି। ଭଲ ସ୍ୱାଦ ଲାଗିଲା। ବ୍ଲଗକୁ ଏଇଠି ଏଣ୍ଡ କରିଲି।